ସାଙ୍ଗମାନେ ତୋ ପାଇଁ ସିରିଏଲରେ ଆପଣମାନେ ଦେଖିବାକୁ ପାଇବେ ଯେତେବେଳେ ଡ୍ୟାନ୍ସ ଦେଖିବା ପାଇଁ ଘରକୁ କିଛି ସ୍ତ୍ରୀ ଲୋକ ଆସନ୍ତି। ଏତେବେଳେ ଜେଜେବାପା ସୁଗନ୍ଧା କହିବେ ଯେ ଏମାନେ କିଏ ଆଉ ଏମାନଙ୍କୁ କିଏ ଡାକିଛି। ଏତେବେଳେ କାମିନୀ ଜେଜେମା ଆସି କହିବ ଯେ ଏମାନଙ୍କୁ ମୁଁ ଡାକିଛି, କାରଣ ମୋ ଝିଅ ଜାନକୀ ଯେତେବେଳେ ବଞ୍ଚୁଥିଲା ଏମାନଙ୍କ ସହିତ ସାଙ୍ଗସାଥି ହେଉଥିଲା। ଆଉ ଆଜିର ଅବସରରେ ମୁଁ ସେମାନଙ୍କୁ କେମିତି ଭୁଲିଯିବି। ଏମାନେ ଯଦି ଡ୍ୟାନ୍ସ କମ୍ପିଟିସନ୍ ଦେଖିବେ ତାହେଲେ ଲାଗିବ ଯେ ମୋ ଝିଅ ଜାନକୀ ମୋ ପାଖରେ ଅଛି। ଆଉ ଏତେବେଳେ ନିଧି କହିବେ ଚାଲ ଏବେ ଡ୍ୟାନ୍ସ କମ୍ପିଟିସନ୍ ଆରମ୍ଭ କରିବା। ଆଉ ଏବେ ପ୍ରଥମେ ଆସିବେ ଶ୍ରିୟା। ଆଉ ଶ୍ରିୟା ଯେତେବେଳେ ଡ୍ୟାନ୍ସ ଷ୍ଟେଜକୁ ଯିବ ସିଏ ଏବଂ ସଙ୍ଗ ଧୁତା ତିନ୍ତା এই ସଙ୍ଗରେ ସେ ଡ୍ୟାନ୍ସ କରିବ। ଏହା ଦେଖି କାମିନୀ ଜେଜେମା ସହିତ ପୁରା ପରିବାର ଲୋକ ଏହାକୁ ଦେଖି ପୁରା ବିରକ୍ତ ହେଇଯିବ। ଆଉ କାମିନୀ ଜେଜେମା କହିବ ଯେ ପାଗଳ ହେଇଗଲି ନା କ'ଣ, କାହାର ବି ମନ ଠିକ୍ ନଥିବ। କିନ୍ତୁ ଏତେବେଳେ ମାଧବୀ ଡ୍ୟାନ୍ସରେ ପୁରା ଝୁମି ଯାଉଥିବ। ଏହା ଦେଖି କାମିନୀ ଜେଜେମା ଆଉ ପରିବାର ଲୋକ ତା ସହିତ ଜେଜେବାପା ସୁଗନ୍ଧା ଉପରେ ମାଧବୀ ଉପରେ ବହୁତ ରାଗୁଥିବ। ଆଉ ଏତେବେଳେ ରୋହି ଏହି ଗୀତରେ ଡେଉଁଥିବ ଧୁନ୍ତା ତିନ୍ତା ରସିଆ ପିଲାଟା ଥରେ ଆ ଜାନା। ଆଉ ଯେତେବେଳେ ରୋହିର ଡ୍ୟାନ୍ସ ସରିଯାଉଛି ସମସ୍ତେ ଚିକିକୁ ଖୋଜିବାରେ ବ୍ୟସ୍ତ ହୁଅନ୍ତି। ଆଉ ସମସ୍ତେ ଚିକିକୁ ଖୋଜନ୍ତି। ଆଉ ଚିକିଙ୍କ ପାଦରେ ଏତେବେଳେ ବ୍ଲଡ଼ ବାହାରିଥିବ। ଆଉ ସେ ଆସିବା ପାଇଁ ବହୁତ ଲେଟ୍ ହେଉଥିବ। ଆଉ ଚିକିଙ୍କ ପାଦ ବହୁତ ବିନ୍ଧା ଆଉ କଷ୍ଟ ହୋଇଥିବାରୁ ସେ ଘୁଷୁଡ଼ି ଆସୁଥିବେ। ଆଉ ସେ ଭାବୁଥିବ ଯେ ମୋତେ ଯେମିତି ବି ପହଞ୍ଚିବାର ଅଛି। ଆଉ ଏପଟେ ସମସ୍ତେ ଚିକିକୁ ଖୋଜୁଥିବେ। ଆଉ ଏତେବେଳେ ମାଧବୀ କହିଛି ସେ ଚିକି ବୋଧେ ଡରିକି ଚାଲିଗଲା, ନହେଲେ ଏତେ ଲେଟ୍ କିଏ କରିବ। ଗୋଟେ ବଦମାସ ଛୁଆଟା ସବୁବେଳେ ଆମକୁ ହଇରାଣ କରୁଛି, ମାଆଙ୍କ ଇମୋସନାଲଙ୍କ ସାଥିରେ ସେ ଖେଳୁଛି। ଏହା ଦେଖି ସୁଗନ୍ଧା ଉପରେ ରାଗିଯିବେ କାମିନୀ ଜେଜେମା ଆଉ ଜେଜେବାପା ମଧ୍ୟ ରାଗି ଯାଇଥିବେ। ଆଉ ଏପଟେ ସମସ୍ତେ ଚିକିକି ଚାହିଁ ରହିଥିବେ। ତେବେ ଫ୍ରେଣ୍ଡସ୍ ଆପଣମାନଙ୍କୁ କ'ଣ ଲାଗୁଛି, ସତରେ କ'ଣ ଚିକି ଆସିବ? ହଁ ଆସିବ। এই ସିରିଏଲଟି ଆପଣଙ୍କୁ ଭଲ ଲାଗୁଥିଲେ ଆଜି କମେଣ୍ଟ କରି ନିଶ୍ଚୟ ଲେଖି ଜଣାଇବେ ଚିକି ଆପଣଙ୍କୁ କେତେ ପସନ୍ଦ ବୋଲି। ଆଜିର ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହୁଛି ନମସ୍କାର।